ଅକ୍ଟୋବର ସରିବାକୁ ବସିଲାଣି, ହେଲେ ରାଜ୍ୟରେ ଏଯାଏଁ ଶୀତର ଖୋଜ ଖବର ବି ନାହିଁ। ସାଧାରଣତଃ ଓଡ଼ିଶାରେ ଅକ୍ଟୋବର ମାସ ଆରମ୍ଭରୁ ହିଁ କାଶତଣ୍ଡି କାନରେ ଗୀତ ଗାଇ ଗାଇ ଶୀତ ପହିଲି ଛୁଆଁ ଦେଇଥାଏ। ହେଲେ ଏଯାଏଁ ପାଣିପାଗରେ ପୁରା ଓଲଟପାଲଟ ହେଉଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ପାଣିପାଗ ବିଜ୍ଞାନୀ ଚିନ୍ତା ପ୍ରକଟ କରିଛନ୍ତି। ଅକ୍ଟୋବର ସରିବାକୁ ବସିଲାଣି, ହେଲେ ରାଜ୍ୟରେ ଶୀତ ପୁରାପୁରି ଗାୟବ ଅଛି। ବର୍ଷକୁ ବର୍ଷ ଶୀତ ଆସିବାର ସମୟ ଅନେକ ବିଳମ୍ବ ହେଉଛି। 10ରୁ 15 ବର୍ଷ ପୂର୍ବେ ଯେଉଁଠି ଅକ୍ଟୋବରରେ ପ୍ରବଳ ଥଣ୍ଡା ଲାଗୁଥିଲା, ଏବେ ସେହି ଥଣ୍ଡା ନଭେମ୍ବର ଶେଷ କିମ୍ବା ଡିସେମ୍ବରରେ ଅନୁଭୂତ ହେଉଛି। ଏବେ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଛି। ନଭେମ୍ବର ପହିଲାରୁ ଓଡ଼ିଶାରେ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଅନୁଗୁଳ ଭଳି ଜିଲ୍ଲାରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ସେପଟେ ଆଇଏମ୍ଡି ସୂଚନା ଅନୁସାରେ ଦିଲ୍ଲୀ ଓ ଏନ୍ସିଆର ସମେତ ଉତ୍ତର ଭାରତରେ ଚଳିତ ବର୍ଷ ସାଧାରଣ ଶୀତଠାରୁ ଅଧିକ ଥଣ୍ଡା ହୋଇପାରେ। ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର ଉପର ଭାଗରେ ପ୍ରବଳ ତୁଷାରପାତ ହୋଇଛି, ଯାହା ଋତୁର ପ୍ରଥମ ତୁଷାରପାତ ଅଟେ। ସେଠାରେ ପ୍ରାୟ ଶୀତ ଆରମ୍ଭ ହୋଇସାରିଲାଣି। ଚଳିତ ବର୍ଷ ଭାରତରେ ହାରାହାରି ଶୀତଠାରୁ ଅଧିକ ଥଣ୍ଡା ହେବାର 71% ସମ୍ଭାବନା ରହିଛି। କେବଳ ଲାଲିନା ଭାରତରେ ଶୀତର ଗମ୍ଭୀରତାକୁ ପ୍ରଭାବିତ କରେ ନାହିଁ, ତେଣୁ ପ୍ରାରମ୍ଭିକ ଥଣ୍ଡା କେବଳ ଏକ ଝଲକ ଏବଂ ପ୍ରକୃତ ଶୀତ କିଛି ଅଧିକ ଅନୁଭୂତ ହୋଇପାରେ।